ମୋ ନାଁ ହେଲା ଋଷଭ ଚନ୍ଦ୍ର ଦତ୍ତ। ଲାଲା ବୋଲି ଡାକନ୍ତି ଆମ ମଦନଙ୍କ ଘର। ମେଳନ ଏଇଥିପାଇଁ ଫେମସ୍, ଆମ ପାଖାପାଖି ଯେତେ ମେଳନ ଅଛି ସବୁଠୁ ଏଠି ଅଧିକା ଠାକୁର ହୁଅନ୍ତି। 22 ଗାଁର ଠାକୁର ଆସିକି ଏଠି ଏକଜୁଟ ହୁଅନ୍ତି ଗୋଟେ ଦିନ ମେଳନରେ। ଲଉଡ଼ି, ନାଗା, ଆଉ କାଳିକା, ଦୁର୍ଗା ମେଢ଼, ଆଉ ପାରମ୍ପରିକ ନୃତ୍ୟ ଯେତେ, ନୃତ୍ୟ ସଙ୍ଗୀତ ଯେତେ, ଭଜନ ସମାରୋହ, ରାମଲୀଳା, ତାପରେ ଯାତ୍ରା ବି ହୁଏ। ଆଜ୍ଞା, ସବୁଠୁ ନାଗା ପାଇଁ ଫେମସ୍ ଆମର ଏଇଠି। ଆମର 3-4ଟା ଗାଁର ନାଗା ଆସେ ଏଠି। ଆମ ମଦନ, କୁଆପଡ଼ା, ବରାଳ, ଆଉ ଆଳସିରେ ବର୍ଷା ଆସିଥିଲେ କରିକି ବସିଥିଲେ। ମନ୍ତୁଳି ଗାଁରୁ ଆସେ, ଚଢ଼େଇ ଗାଁରୁ ଆସେ, ଓରୁଆଳିରୁ ଆସେ। ସେମିତି କହିବାଟା ଉଚିତ ହେବନି। ସମସ୍ତେ ଆସନ୍ତି, ସମସ୍ତେ ଭଲ। ମୋର ସମସ୍ତଙ୍କର ଏଠି ପାଖାପାଖି ପ୍ରତ୍ୟେକ ଗାଁର ସହଯୋଗ ଅଛି। ସମସ୍ତେ ଆମର କୌଣସି ଏଠି କାହାକୁ ମାନେ ଆର୍ଥିକ ସହାୟତା ନାହିଁ, କିନ୍ତୁ ତାଙ୍କ ନିଜ ତରଫରୁ ସେମାନେ ଆସନ୍ତି। ନିଜ ତରଫରୁ ଆସନ୍ତି ଠାକୁରଙ୍କ ଉଦ୍ଦେଶ୍ୟରେ, ସେମାନେ ନିଜ ତରଫରୁ ଆସିକି କରନ୍ତି, ନାଚନ୍ତି। ବହୁତ ବଢ଼ିଆ ଭାବରେ ଏନ୍ଜୟ ହୁଏ। ବର୍ଷକୁ ତମାମ ସବୁ ଯେତେ ଯିଏ ସବୁ ବାହାରେ ଥାଆନ୍ତି ସମସ୍ତେ ଆସିକିରି ମେଳନରେ ସମସ୍ତେ ଏକାଠି ହୁଅନ୍ତି। ବନ୍ଧୁବାନ୍ଧବ ଧରି ସମସ୍ତେ ପ୍ରତ୍ୟେକ ଗାଁରେ, ଏ ପାଖାପାଖି 5-6 ଖଣ୍ଡ ଗାଁରେ ସମସ୍ତଙ୍କ ଘରେ ବନ୍ଧୁବାନ୍ଧବ ଫୁଲ୍। ପରିଚୟ ମୋର ପବିତ୍ର ମୋ ନାଁ, ବରାଳ ଗାଁ, ଦକ୍ଷିଣ ସାହିର ଘର। ଶୁଭିଲାନି ଆଜ୍ଞା? ଆମର ଏଇ ନାଗା ଯାତ୍ରା ଫେମସ୍। କ'ଣ କହିଲେ ଆଜ୍ଞା? ମେଳନରେ ସବୁ ପ୍ରକାର ଘୋଡ଼ା ନାଚ ହୁଏ, କାଳୀ କଳକାଳିକା ହୁଏ, ନାଗା ଯାତ୍ରା ହୁଏ। ନାଗା ଯାତ୍ରାଟା ଫେମସ୍। ମେଳନରେ ସବୁ ଆମର 5 ଖଣ୍ଡ ପଞ୍ଚାୟତରୁ ଠାକୁରମାନେ ଆସନ୍ତି। ଠାକୁରମାନଙ୍କର ମେଳନଟା ହୁଏ। ଠାକୁରମାନେ ମିଳନ ହୁଅନ୍ତି, ସେଇଟା ମେଳନ। ପ୍ରଶାସନଙ୍କର ସୁବିଧା ଚାଲିଛି, ଠିକ୍ଠାକ୍ ଅଛି। ପ୍ରଶାସନର ସୁବିଧା ସେମିତି କିଛି ନାହିଁ। ଆମର ବହୁତ କିଛି ଫୋନ୍ କଲେ ତ ଆସିକି ପହଞ୍ଚି ପାରୁନାହାନ୍ତି, ଯେତେ କହିଲେ ବି ତ ଶୁଣୁନାହାନ୍ତି। ବହୁତ ବିଶୃଙ୍ଖଳା। ଆମେ ଏତେ ଅସୁବିଧାରେ ଆସିକି ପହଞ୍ଚିଛୁ, କିନ୍ତୁ କିଛି ଯେତେ କହିଲେ ବି କିଛି ଫରକ ପଡ଼ୁନି ତାଙ୍କୁ।